ରୋହିତ ଶର୍ମାଙ୍କୁ ବାହାରେ ବସାଇବା ଠିକ୍ ହେଲାନି। ଅଧିନାୟକ ଏକ ବିକଳ୍ପ ନୁହେଁ। ଜଣେ ଅଧିନାୟକଙ୍କୁ ନ ଖେଳାଇବା ଭଲ ସଂକେତ ନୁହେଁ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରୁ ରୋହିତ ଶର୍ମାଙ୍କୁ ବାଦ୍ ଦେବାକୁ ନେଇ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ। ଭାରତୀୟ କ୍ରିକେଟ ବୋର୍ଡ ଉପରେ ଖୁବ୍ ବର୍ଷିଛନ୍ତି। ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ବଡ଼ ଅଜବ କଥା। ଆଜି ରୋହିତ ଶର୍ମାଙ୍କୁ ବାହାରେ ବସାଇ ଦିଆଗଲା। ଭାରତୀୟ କ୍ରିକେଟ ଇତିହାସରେ ଏଭଳି ପ୍ରଥମ ଥର ପାଇଁ ହେଲା ଯେବେ କୌଣସି ଅଧିନାୟକଙ୍କୁ ବାହାରେ ବସିବାକୁ ପଡ଼ିଲା। ରୋହିତ ସମ୍ମାନର ଅଧିକାରୀ। ତାଙ୍କ ସହ ଯାହା ହେଲା ଠିକ୍ ହେଲାନି। ଅଧିନାୟକ କୌଣସି ବିକଳ୍ପ ନୁହେଁ, ଯାହାକୁ ପଡ଼ିଆ ବାହାରେ ବସିବାକୁ ପଡ଼ିବ ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ। ବର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ରେ ରୋହିତ ବାଦ୍ ପଡ଼ିବା ପରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ରୋହିତ ନିଜେ ଓହରିଲେ ନା ତାଙ୍କୁ ବାହାର କରିଦିଆଗଲା? ଆଗକୁ ରୋହିତ ଭାରତୀୟ କ୍ରିକେଟ ଦଳରେ ଆଉ କ୍ୟାପ୍ଟେନ୍ସି କରିବେ ତ? ଆଗକୁ ଅଛି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ଆଇସିସି ଚାମ୍ପିୟନ୍ସ ଟ୍ରଫି। ଏଠାରେ କିଏ ନେବେ ଦଳର ନେତୃତ୍ୱ? ରୋହିତ କମାଣ୍ଡ ଧରିବେ ନା ଆଉ କାହାକୁ ଦିଆଯିବ କ୍ୟାପ୍ଟେନ୍ସି ଦାୟିତ୍ୱ? ସେପଟେ ସିଡନୀରେ ବି ଆଜି ଫେଲ୍ ମାରିଛି ଭାରତୀୟ ଦଳର ବ୍ୟାଟିଂ ଅର୍ଡର। ଅଷ୍ଟ୍ରେଲିଆଙ୍କ ବୋଲରଙ୍କ ଆଗରେ ଅସହାୟ ହୋଇପଡ଼ିଥିଲେ ଶୀର୍ଷକ୍ରମ। 185 ରନରେ ସୀମିତ ରହିଥିଲା ଭାରତର ପ୍ରଥମ ଇନିଂସ। ଦଳ ତରଫରୁ ସର୍ବାଧିକ ରନ୍ କରିଥିଲେ ରିଷଭ ପନ୍ତ। 40 ରନ୍ କରି ଆଉଟ୍ ହୋଇଥିଲେ ରିଷଭ। ଓପନର ଜୟସ୍ୱାଲ 10 ଓ ରାହୁଲ 4 ରନ୍ କରିଥିଲେ। ଗିଲ୍ 20, କୋହଲି 17, ରବୀନ୍ଦ୍ର ଜାଡେଜା 26 ରନ୍ କରିଥିଲେ। ବ୍ରିଜବେନ୍ରେ ଶତକ କରିଥିବା ନୀତିଶ ରେଡ୍ଡି ଏଥର 0ରେ ଆଉଟ୍ ହୋଇଛନ୍ତି। ଅଧିନାୟକ ଯଶପ୍ରୀତ ବୁମରା 22 ରନ୍ କରିଥିଲେ। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟିଭି।